ଆପଣମାନେ ଶୁଣୁଛନ୍ତି ରେଡ଼ିଓ କୋରାପୁଟ। ଆସନ୍ତୁ ଶୁଣିବା ଏକ ସୁନ୍ଦର କବିତା। କବିତାର ଶୀର୍ଷକ ହେଉଛି ହଜି ଯାଇଛି ମୋ ଗାଁ। କବି ଡକ୍ଟର କମଳା କୃଷ୍ଣ ତ୍ରିପାଠୀ, ଜୟପୁର ବାସିନ୍ଦା ଏବଂ ଆମ ସମସ୍ତଙ୍କର ଅତି ପରିଚିତ କୋରାପୁଟ ଜିଲ୍ଲାର ଜଣେ ପ୍ରତିଷ୍ଠିତ କବି। ତେବେ ଆସନ୍ତୁ ସେହି କବିତାଟିକୁ ପଢ଼ି ଶୁଣିବା। କୋଉଠି ଗୋଟାଏ ହଜିଯାଇଛି ମୋ ଗାଁ, ଉଭାନ ହେଇଯାଇଛି ସେ ପୁରୁଣା କୁଡ଼ିଆ, ତା ଭିତରେ ଦୀର୍ଘଶ୍ୱାସ ନେଉଛନ୍ତି ବୟସ୍କ ଓ ଚମ ଧୁଡ଼ୁ ଧୁଡ଼ୁ ଇତିହାସ। କିଛି ମାଇଲି କୁକୁରର ବଡ଼ବଣ ଏବେ ମୁଖର କରିଛି ଗାଁକୁ, କିଛି ଭଙ୍ଗା ଶଗଡ଼ ଦାନ୍ତ କାମୁଡ଼ି ମନେ ପକାଉଛନ୍ତି ଗତ ଦିନର ସ୍ମୃତିକୁ। ସେଇ ପାହାଡ଼ ଯିଏ ଦିନେ ମୁଣ୍ଡାଇ ଥିଲା ମେଘକୁ, ସେ ଏବେ ମାଖୁନା ରୂପରେ ଠିଆ ହୋଇ ଅପେକ୍ଷା କରିଛି ଗାଈଆଳ ସମେତ ହଡ଼ା ବଳଦ, ମି ମି ଛେଳି ଏବଂ ଅଧାଗଢ଼ା ମଣିଷଙ୍କୁ। ଆକାଶ ଆଡ଼କୁ ହାତ ଟେକି ଠିଆ ହୋଇଥିବା ବରଗଛ ତଳେ ଚାହା ହୋଟେଲ, ଗରାଖ ପାଟିରୁ ସିଗାରେଟ୍ ଧୂଆଁ, ଧୂଆଁରେ ନିଶାସକ୍ତ ଧୂମକୁଣ୍ଡଳୀ, ଧୂମ୍ରାଭ ପରିଧି ତଳେ ଅମଡ଼ା ବାଟ ଫାଙ୍କରେ ପ୍ରଶସ୍ତ ରାଜରାସ୍ତା ଖୋଜୁଛି ଆସନ୍ତା ସକାଳ। ନିର୍ନିମେଷ ନୟନରେ ଅନେଇ ରହିଛି ଗାଁ, ନିଜର ଆୟୁଷ ନେଇ ବହି ଯାଉଛି ଲୁହ। ଦୌଡ଼ିଆ ଖଟ ଉପରେ ଲେହୁଣିଆ ପାରି ଖଣ୍ଡିକାଶ ଶ୍ୱାସରେ ଜିଇଁଛି ଗୋଟେ ନାଁ, ସେ ମୋ ଗାଁ। କମଳା ଭାଇ ଅତି ସୁନ୍ଦର କବିତାଟି ଆପଣ ରଚନା କରିଛନ୍ତି। ନିଶ୍ଚିତ ଭାବରେ ଆମ ସମସ୍ତଙ୍କର ହୃଦୟକୁ ସ୍ପର୍ଶ କରିଛି। ଆପଣ ଏଭଳି ଅନନ୍ୟ କବିତା ଗୁଡ଼ିକର ସ୍ରଷ୍ଟା, ତାହା ନିଃସନ୍ଦେହ ଆହୁରି ଅଧିକାରୁ ଅଧିକା କବିତା ଲେଖୁଥାନ୍ତୁ, ଆମକୁ ଏମିତି ଆନନ୍ଦିତ କରୁଥାନ୍ତୁ। ରହୁଛୁ ତେବେ କମଳା ଭାଇଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ ଏହି ସୁନ୍ଦର କବିତାଟି ପାଇଁ ଏବଂ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ ମଧ୍ୟ କୃତଜ୍ଞତା ଜଣାଇ ରହୁଛି। ମୁଁ CH ଶାନ୍ତାକାର, କୋରାପୁଟରୁ। ନମସ୍କାର।